ଦେଖନ୍ତୁ ସିଏ ପୋଡ଼ି ହୋଇ ମରିଯିବା ପୋଡ଼ି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୋଟେ ସପ୍ତାହ ପରେ ତାଙ୍କର ମୃତ୍ୟୁବରଣ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ଦୁଇ ଥର ରେକର୍ଡ଼ ହୋଇଛି। ଆପଣ ଯେଉଁ କହୁଛନ୍ତି ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ଼ କରିବାର ବିଭିନ୍ନ ଆଇନଗତ ପଦ୍ଧତି ରହିଛି। ଯଦି ସେହି ସବୁ ପଦ୍ଧତିକୁ କମ୍ପ୍ଲାଇ କରାହେଇକରି ରେକର୍ଡ଼ ହେଇଛି କରିଛି ତାହେଲେ ସେ ଏକ ଆପାତତଃ ପ୍ରମାଣ ଯୋଗ୍ୟ ବୋଲି ଗ୍ରହଣ କରାଯିବ। ଦ୍ୱିତୀୟତଃ ରହୁଛି ପେଟ୍ରୋଲ ପକେଇକରି ମାରିବା, ପେଟ୍ରୋଲ ପଡ଼ିକରି ମରିବା, ନିଜେ ପକେଇକରି ମରିବା କରିବା ଦୁଇଟି ଜିନିଷ ଆସିବ ସନ୍ଦେହ ଘରକୁ। ୟାକୁ ତଦନ୍ତକାରୀ ଅଧିକାରୀମାନେ ତାର ପାରିପାର୍ଶ୍ୱିକ ବ୍ୟବସ୍ଥା ଦେଖିବାକୁ କରିବାକୁ ପଡ଼ିବ। ଆଜିକାଲି ସମସ୍ତ ଅଞ୍ଚଳରେ ସିସିଟିଭି ରହୁଛି କରୁଛି, ସେଇ ଅଞ୍ଚଳରେ ବି ସିସିଟିଭି ରହିଥିବ କରିଥିବ। ଯଦି ସିଏ ନିଜେ ଧରିକିରି ଯାଇଛନ୍ତି କରିଛନ୍ତି ବୋଲି ସନ୍ଦେହ ହେଉଛି କରୁଛି, ସେ ଉପରେ ଏକ ପୁଙ୍ଖାନୁପୁଙ୍ଖ କେଉଁଠୁ ଆଣିଲେ କେମିତି ନେଲେ କ'ଣ କରିବାକୁ ପଡ଼ିବ। ଦ୍ୱିତୀୟତଃ ଘଟଣା ଗୋଟେ କଲୋନୀ ଗୋଟେ ଆପାର୍ଟମେଣ୍ଟ ପରି ପୋଲିସ କ୍ୱାର୍ଟର ରହିଛି, ସେଇ ପାଖରେ ଘଟଣା ଘଟିଛି କରିଛି। ଆଗରେ ବି ସାହି ଲୋକ ରହୁଛନ୍ତି କରୁଛନ୍ତି। ନିଶ୍ଚିତ ରୂପେ କିଛି ପ୍ରତ୍ୟକ୍ଷଦର୍ଶୀ ଥାଇପାରନ୍ତି ଯେଉଁମାନେ କି ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିବେ। ଏହା ସହିତ ଆଗରୁ ଯେହେତୁ ତାଙ୍କର ପତ୍ନୀ ତାଙ୍କ ବିରୁଦ୍ଧରେ ମକଦ୍ଦମା କରିଥିଲେ, ସେ ଜେଲ୍ ଯାଇଥିଲେ, ଜେଲରୁ ଆସିଛନ୍ତି। ଘଟଣାର ଜଷ୍ଟ 2-3 ଦିନ ପୂର୍ବରୁ ସେ ଆସିଛନ୍ତି। ପାରିବାରିକ ତିକ୍ତତା ରହିଥିଲା କରିଥିଲା। ସେ କ୍ଷେତ୍ରରେ ଦୁଇଟି ଜିନିଷ ରହୁଛି। ପତ୍ନୀ ଯଦି କି ତାଙ୍କ ଭାଇ ଶଳା ମୃତକଙ୍କ ଶଳା ଯଦି ପେଟ୍ରୋଲ ପକାଇଛନ୍ତି ସେମାନଙ୍କ ବିରୁଦ୍ଧରେ ନରହତ୍ୟା ମକଦ୍ଦମା ଚାଲୁ ରହିବ କରିବ। ଆତ୍ମହତ୍ୟା ବି ଯଦି ସେ କରିଛନ୍ତି, ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି, ସେଥିରେ ବି ସିଏ ବି ଗୋଟେ ସେସନ୍ସ ଅଫେନ୍ସ ଭାରତୀୟ ନ୍ୟାୟ ସଂହିତାର 108 ଧାରା ଅନୁଯାୟୀ ପ୍ରବର୍ତ୍ତାଇବା ଆତ୍ମହତ୍ୟା କରିବା ପାଇଁ ଗୋଟେ ସେସନ୍ସ ଅଫେନ୍ସ। ତା ସହିତ ଆଜିକା ଦିନରେ ନୂଆ ଆଇନ ଆସିଲା ପରେ ସେଥିରେ ବି ଗୋଟେ ସାଇଣ୍ଟିଫିକ୍ ଇନଭେଷ୍ଟିଗେସନ୍ କରନ୍ତି, ତାର ପାରିପାର୍ଶ୍ୱିକ ଅବସ୍ଥା ବ୍ୟବସ୍ଥା ଏବଂ ପୋଷ୍ଟମର୍ଟମ ରିପୋର୍ଟ, ମଣିଷର ପୋଡ଼ିବାର କେତେକାଂଶ ପୋଡ଼ିଛି, କେଉଁ ପାରିପାର୍ଶ୍ୱିକ ବି ଆସୁଛି କରୁଛି। ତେଣୁ କେଉଁ ଅଂଶ ପୋଡ଼ିଲା, କେମିତି ହେଲେ କେମିତି ପୋଡ଼ିବା କଥା ତାର ବି ରହୁଛି। ସେ ଦିଗରୁ ଦେଖିକିରି ଏକ ସ୍ପର୍ଶକାତର ମାମଲା ହୋଇଥିବାରୁ ପୋଲିସ ଅଧିକାରୀ ନିଜେ ମରିବା ଲୋକ ପୋଲିସ କର୍ମଚାରୀ, ଅଭିଯୋଗ ଆସିଛି ବି ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ, ତଦନ୍ତ କରୁଛି ବି ପୋଲିସ ହେଲା। ସେ ଆର୍ଟିଓ କନଷ୍ଟେବଳ ଏମାନେ ଡେପୁଟେସନରେ ଯାଇଥାଉଛନ୍ତି ଓମଭିଡ଼ିକୁ, ପୁଣି ବେକ୍ କରୁଛନ୍ତି ଅରିଜିନାଲ ଡିପାର୍ଟମେଣ୍ଟ। ଓମଭିଡ଼ିର କନଷ୍ଟେବଳ ସେମିତି କିଛି ନାହିଁ। ତ ସମସ୍ତେ ପୋଲିସ ଜନସାଧାରଣଙ୍କର ଆ ପ୍ରତି ଗୋଟେ ତୀକ୍ଷ୍ଣ ନଜର ରହୁଛି। ଗିରଫ କରୁନି କାହିଁକି ପୋଲିସ? କ'ଣ ପାଇଁ ଗିରଫ କରୁନି? ଅନ୍ୟ ଯଦି ମାମଲା ଆମେ ଦେଖିବା, ପୋଲିସ ଯଦି ଜମାନବନ୍ଦୀ ନେଲା ଗିରଫ କରିଦିଏ, ଏଇ ଘଟଣାରେ କ'ଣ ପାଇଁ ଗିରଫ କରୁନି? ଗିରଫ ନ କରିବାର ଦୁଇଟି ରିଜନ ରହୁଛି। ଗୋଟେ ହତ୍ୟା ଆସିଲେ ଆପାତତଃ ପ୍ରମାଣ ଖୋଜୁଥିବେ ହତ୍ୟା ପାଇଁ ଆସୁଛି ନା ନାହିଁ। ହତ୍ୟା ନ ଆସିଲେ ଅଟୋମେଟିକାଲି ଆସିବ ଆତ୍ମହତ୍ୟା ପାଇଁ ଦାୟୀ ବୋଲିକିରି। ଥରେ ଯଦି ଆତ୍ମହତ୍ୟା ପାଇଁ ଯଦି ଦାୟୀ କରି ଗିରଫ କରିଦେବେ ତାହେଲେ ଆଉ ହତ୍ୟା ବୋଲିକିରି ପ୍ରମାଣିତ କରିପାରିବେନି। ତେଣୁ ତା ଉପରେ ଗୋଟେ ସାରଗର୍ଭକ ତଦନ୍ତ ଜାରି ରଖୁଛନ୍ତି। ସେ ତ ବି ଯେହେତୁ ଗୋଟେ ପୋଲିସ କର୍ମଚାରୀକୁ ଅଭିଯୁକ୍ତ କରାଯାଇଛି, ସି କ୍ୟାନଟ୍ ଫ୍ଲିଙ୍ଗ ଆୱେ ଫ୍ରମ୍ ଦ କ୍ଲଚେସ୍ ଅଫ୍ ଦି ଲ। ସାଧାରଣ ଭାବେ ଅପରାଧୀ କିଏ କୁଆଡ଼େ ପଳେଇବ କରିବ, ଏଇଠି ଯାଇପାରିବନି। ତାକୁ ତାଙ୍କର ସର୍ଭାଇଲେନ୍ସରେ ରଖିଥିବେ ତଦନ୍ତ ପ୍ରକ୍ରିୟାରେ ସହଯୋଗିତା ପାଇଁ। ଏମିତି କ'ଣ ରହିଛି କି ସାର୍, କୁହାଯାଉଛି ଯେ ପୁରୁଣା ଏନିମିଟି ହେତୁ ଯେତେବେଳେ କି କିଛି ଗୋଟେ ପୋଡ଼ିକିରି ମରିଛି ତାକୁ ହତ୍ୟାର ରୂପ ଦିଆ, ମାନେ ହତ୍ୟା ବୋଲି ଅଭିଯୋଗ ହେଉଛି। ଏଠି ପୋଲିସର ଗିରଫ ନ କରି କିଛି କ'ଣ ଆଇନ ରହିଛି ଯେ ତା ଉପରେ ଅଧିକ ତଦନ୍ତ କରାଯିବ? ଶତ୍ରୁତାଟା ସବୁବେଳେ କୁହାଯାଏ ତାକୁ ଡବଲ ଏଜ୍ ୱେପନ୍। ଶତ୍ରୁତା ପାଇଁ ଜଣକୁ ହତ୍ୟା କରାଯାଉଛି, ଶତ୍ରୁତା ପାଇଁ ବି ଜଣଙ୍କ ନାଁରେ ମିଥ୍ୟା ଅଭିଯୋଗ କରୁଛି।
ଏଥିରେ ରୋଲ୍ ଅଫ୍ ପୋଲିସ ରହୁଛି ଟୁ ଷ୍ଟ୍ରେନ୍ ଗ୍ରିପ୍ ଫ୍ରମ୍ ଦି ଚେନ୍, ତାଙ୍କୁ ବାହାର କରିବାକୁ ପଡ଼ିବ। ତେଣୁ ଏଥିରେ ସ୍ପଷ୍ଟ ନିର୍ଦ୍ଦେଶ କିଛି ନାହିଁ। ସ୍ପଷ୍ଟ ନିର୍ଦ୍ଦେଶ ରହୁଛି ସଠିକ ତଦନ୍ତ କର, ହଜାରେ ନିର୍ଦ୍ଦୋଷ ଦୋଷୀକି ଛାଡ଼ିବାକୁ ହେବନି, କରିବନି। ଅଦାଲତ ନିର୍ଦ୍ଦେଶ କିଛି ଗୋଟେ ଦୋଷୀକୁ ଛାଡ଼ି ହେବନି। ସେ ଆପାତ ପ୍ରମାଣ ଯୋଗାଡ଼ କରୁଥିବେ, ନିଶ୍ଚିତ ରୂପେ ଅଳ୍ପ ଦିନ ଭିତରେ ସିଏ ତାର ଖୁଲାସା କରିବେ ବୋଲି ବିଶ୍ୱାସ ରହୁଛି। ଆଗକୁ କ'ଣ ରହିବ ତଦନ୍ତର ଦିଗ ଭାବୁଛନ୍ତି ଆପଣ? ଦୁଇଟା ଦିଗ ଆପଣଙ୍କୁ କହିଲି, ପାରିପାର୍ଶ୍ୱିକ ଅବସ୍ଥା, ପ୍ରତ୍ୟକ୍ଷଦର୍ଶୀ ଏବଂ ସାଇଣ୍ଟିଫିକ୍ର ତାର ନିର୍ଯାସ ଆସିବ ହତ୍ୟା କରାଯାଇଛି କିମ୍ବା ଆତ୍ମହତ୍ୟା, ସେଇ ତିନୋଟି ଜିନିଷରୁ ଆଗେ ଆସିବ। ବାକି ବି ରହିବ କରିବ, ଯଦି ତାଙ୍କୁ ତାର ପରିବାର ଲୋକ ଡାକିଥିବେ ହେଲେ ତାର ମୃତକର ଏବଂ ଅଭିଯୁକ୍ତଙ୍କର ଟେଲିଫୋନ୍ ସିଡିଆର ବି ଚେକଅପ୍ କରିବାକୁ ପଡ଼ିବ। କେଉଁ ସମୟରେ କିଏ କାହାକୁ ଡାକିଛି, ସେ କାହିଁକି ଫୋନ୍ କରିକି ଯାଇଥିଲା ନା ତାକୁ ଫୋନ୍ କରି ଡକା ହେଇଥିଲା ବି, ସେ ବି ଗୋଟେ ତଦନ୍ତ ସାପେକ୍ଷ ରହୁଛି। ଆଉ ଗୋଟେ ରହିଲା ଯେ ତାଙ୍କର ତ ପୁରୁଣା ମାମଲା ଦେଖିବେ, ତାଙ୍କର ପତ୍ନୀ ଦେଇଛନ୍ତି ଡୋମେଷ୍ଟିକ୍ ଭାଇଲେନ୍ସ ଦେଇଛନ୍ତି, ଡିଭି ଆକ୍ଟରେ ଦେଇଛନ୍ତି, ତା ସହିତ 109 ଧାରା ଲାଗିଛି। ଆପଣ ଦେଖିଲେ ସେ କାଗଜ, ସେଥିରୁ କ'ଣ ଜଣାପଡ଼ୁଛି? ଯେତେବେଳେ କୋର୍ଟ ଅର୍ଡର ଦେଇଛନ୍ତି, ତାଙ୍କୁ ଜାମିନ ଦେଇଛନ୍ତି, ସେଥିରେ ତ କ'ଣ ଲେଖାଯାଇଛି? ଆଉ ଏହା କ'ଣ ଗୋଟେ ଆତ୍ମହତ୍ୟା କରିବାକୁ ପ୍ରଭାବ କରିପାରେ କି? ପାରିବାରିକ ଗଣ୍ଡଗୋଳ କ'ଣ କରାଯାଇ ପାରିଥାନ୍ତା? ଏତେ ଏକ୍ସେସିଭ୍ କ'ଣ ପାଇଁ କରାଗଲା କହୁଛନ୍ତି? ପାରିବାରିକ ମାମଲାରେ ବି ଯେହେତୁ ସିଏ ରହିଗଲେ 2 ସପ୍ତାହ ଖଣ୍ଡେ ଜେଲରେ, ସର୍ଭିସ ରୁଲ୍ କହୁଛି 48 ଘଣ୍ଟାରୁ ଅଧିକ ରହିଲେ କଲେ ଚାକିରିରୁ ନିଲମ୍ବିତ ହେବେ କରିବେ। ଏକକାଳୀନ ବୈବାହିକ ଜୀବନ ବି ବହୁତ ଦିନ ହେଇନି, ଲମ୍ବା ଇନିଂସ ସେମାନଙ୍କର ଚାଲିନି। ଅଳ୍ପ ଦିନ ଭିତରେ ବାହାଘର ଭିତରେ ବହୁତ ଗୁଡ଼ିଏ ଝଡ଼ ସୃଷ୍ଟି ହେଇଛି କରିଛି। ସେଇ ଝଡ଼ ସୃଷ୍ଟି ଭିତରେ ବି ବେଳେବେଳେ ମଣିଷ ବି ଗୋଟେ ଡିପ୍ରେସନକୁ ବି ଯାଆନ୍ତି କରନ୍ତି। ମେଡିକାଲ ରିପୋର୍ଟ କ'ଣ କହୁଛି? ମେଡିକାଲ ରିପୋର୍ଟ ତ ଆସିନି ଆପଣଙ୍କ ପାଖକୁ। ମେଡିକାଲ ରିପୋର୍ଟ ତ ଆଜି, ଯେହେତୁ ଆଜି ସେ ମୃତ୍ୟୁବରଣ କରିଛନ୍ତି। ପୁରୁଣା ତ ତାକୁ ତ ୱାଇଫକୁ ବାଡ଼େଇକି ଯାଇଛନ୍ତି, ସେ ମେଡିକାଲ ରିପୋର୍ଟ ଦେଖିବେ, ସେଥିରେ ତ 109 ଲାଗିଛି କିମ୍ବା 109 ସେଥିରେ ଲାଗିଲା କଲା, ସେଥିରେ କୋର୍ଟ ଜାମିନ ପ୍ରଦାନ କରିବା ସମୟରେ ସବୁ ଦିଗରୁ ଦେଖିଛନ୍ତି କରିଛନ୍ତି। ଇଞ୍ଜୁରୀ ନଥିଲା କି ମାରିବାର ତରିକା ବି ୱେପନ୍ ଅଫ୍ ଅଫେନ୍ସ କିଛି ୟୁଜ୍ ହେଇନଥିଲା। ଗର୍ଭନଷ୍ଟ ବୋଲି କୁହାଯାଇଛି, କିନ୍ତୁ ଗର୍ଭନଷ୍ଟ ହୋଇନି। ସେ ତ ଆପଣ ଦେଖୁଥିଲେ କରୁଥିଲେ, ସେ ମେଡିକାଲ ରିପୋର୍ଟରେ ତ ଗର୍ଭନଷ୍ଟର ସେମିତି ଆପାତତଃ ଅଲ୍ଟ୍ରାସାଉଣ୍ଡର ରିପୋର୍ଟରେ ସେମିତି କିଛି ଆସୁନଥିଲା। ସେ ସବୁ ଘଟଣାକୁ ଦେଖିକରି ସେ ରହିଥିବା ଜେଲ୍ ପିରିୟଡ଼କୁ କନସିଡର କରିକିରି ମାନ୍ୟବର ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଜାମିନର ପ୍ରଭାବ କରିପାରେ ଗୋଟେ ଆତ୍ମହତ୍ୟା ପାଇଁ? ଜେଲ୍ ଗଲା ପରେ ସାମାଜିକ ଅପନିନ୍ଦା ନିନ୍ଦା ରହୁଛି, ଚାକିରି ଉପରେ ଗୋଟେ ରହୁଛି, ପାରିବାରିକ ଝଡ଼ ବି ରହୁଛି କରୁଛି। ଏସବୁ ଭିତରେ ବି ଗୋଟେ ହେଇପାରେ, ମେ ବି